ସବୁ ସବିଶେଷ ଆଲୋଚନା ହେଇଛି। ଅଧିକ ଆଲୋଚନା ମୁଁ କରିବି ନାହିଁ। ଏଠି ଆମ ଶାରଦା ଭାଇ ସମ୍ପୂର୍ଣ୍ଣ ଭାବରେ ସବୁ ବିଷୟ କହିଛନ୍ତି। ସୁବ୍ରତ ଏଠି କହିଛନ୍ତି। ଶାରଦା ଭାଇ ତନ୍ମତନ ତାଙ୍କ ଅନୁଭବ ଆଧାରରେ ସବୁ ବିଷୟ ଏଠି ରହିଛି। ଆମେ ଆମର ଗୋଟେ ସ୍କୁଲ ଯାଇଛୁ, କଲେଜ ଯାଇଛୁ, ରୁଚି ଥିଲା ଲୋକଙ୍କୁ ସେବା କରିବା, ମେଡ଼ିକାଲରେ ବିଶେଷ କରି ସେବା କରିବା। ଆମେ ପ୍ରାୟ ମେଡ଼ିକାଲ ସମ୍ପର୍କ ଆମର ଥିଲା। ସେତେବେଳେ ମେଡ଼ିକାଲ ଚିକିତ୍ସା ଟେକ୍ନୋଲୋଜି ଏତିକି ଆଗକୁ ଆସିନଥିଲା ଏବଂ ସଫିସିଏଣ୍ଟ ଯଥେଷ୍ଟ ପରିମାଣରେ ଡକ୍ଟର ନଥିଲେ। ଗୋଟେ ସମୟରେ ମେଡ଼ିକାଲ କଲେଜ 200-250 ସିଟ୍କୁ 100 ସିଟ୍ କରିଦିଆଗଲା। ଡାକ୍ତର ବେକାର ବୁଲିଲେ। 68-69 ମେଡ଼ିକାଲ କଲେଜର ସିଟ୍ କମେଇ ଦିଆଗଲା। ପୁଣି ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସିଟ୍କୁ ପୁଣି ରାଜ୍ୟ ସରକାର ଲେଖିକି ଦେଲେ 200 ସିଟ୍ କରାଯାଉ, 250 ସିଟ୍ କରାଯାଉ। ତାପରେ ସିଟ୍ ବଢ଼ାଗଲା। ଡାକ୍ତର ସମସ୍ୟା। ମୋର ବାପାଙ୍କୁ ଧରିକି ମୁଁ 80sରେ ଆସିଥିଲି କଟକ। ସେ ସମୟରେ 2ଟି ନର୍ସିଂ ହୋମ୍ ଥିଲା, ପ୍ରାଇଭେଟ ହସ୍ପିଟାଲ, କଟକ ହସ୍ପିଟାଲ, ଓଡ଼ିଶା ହସ୍ପିଟାଲ। ମୋ ବାପାଙ୍କୁ କଟକ ମେଡ଼ିକାଲରେ ଜାଗା ମିଳିଲାନି, ଓଡ଼ିଶା ନର୍ସିଂ ହୋମରେ ଜାଗା ମିଳିଲାନି। କଟକ ନର୍ସିଂ ହୋମରେ 2 ଭାଇଙ୍କର 2ଟି ହସ୍ପିଟାଲ ଥିଲା। ଏବେ ସେ ମାଲିକ ଅଛନ୍ତି ନାହିଁ, କାହା ବିକିଥିଲେ ମୁଁ ଜାଣିନି। କିନ୍ତୁ ସେ 2ଟି ହସ୍ପିଟାଲ ଛଡ଼ା ତୃତୀୟ ପ୍ରାଇଭେଟ ହସ୍ପିଟାଲ କଟକରେ ନଥିଲା। ଏବଂ ସମ୍ ହସ୍ପିଟାଲ ସେତେବେଳେ ତାଙ୍କ ଡାଇଗ୍ନୋଷ୍ଟିକ୍ ଏସବୁ ଆରମ୍ଭ ହୋଇଥିଲା। ବାପାଙ୍କୁ ନୀଳାଦ୍ରି ହୋଟେଲ ମାନ ହେଇଥିଲା। ନୀଳାଦ୍ରି ହୋଟେଲରେ ବାପାଙ୍କୁ ମୋତେ ରଖିବାକୁ ପଡ଼ିଲା। ଏସ୍ଏଲ୍ ବୋସ୍ ଚାକିରି ରିଜାଇନ୍ କରିଥିଲେ। ତାଙ୍କୁ ମୋତେ ଦେଖିବା ପାଇଁ ସମୟ ନେଇକି ଦେଖିବା ପାଇଁ ମୁଁ ଦେଖେଇଥିଲି ଏବଂ ବ୍ଲଡ଼ ଟ୍ରାନ୍ସମିଶନ ପାଇଁ ଓଡ଼ିଶା ହସ୍ପିଟାଲ, କଟକ ହସ୍ପିଟାଲକୁ ଆପ୍ଲାଏ କଲେ 3 ଦିନ 2 ଦିନ 3 ଦିନ ପରେ ସମୟ ମିଳୁଥିଲା ବ୍ଲଡ଼ ଟ୍ରାନ୍ସମିଶନ କରିବା। ଏ ଅବସ୍ଥା ଯେତିକି ପଇସା ଟ୍ରାନ୍ସମିଶନରେ ପଡ଼ୁଥିଲା, ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା, ସେତିକି ପଇସା ଆଜି ପଡ଼ୁନି କି ସମୟ ଲାଗୁନି। ଆଜି ସେଦିନ ଆଜି ଦିନ ଭିତରେ ଫରକ ମୁଁ ଆପଣଙ୍କୁ କହିବି। ଯେତେବେଳେ ରାଜନୀତି ଜୀବନରେ ଆମେ ଥିଲୁ, ମୁଁ MP ହେଇଥିଲି 2000-2004 ମନ୍ତ୍ରୀ ହେଇଥିଲି। ଆମର ମୁଖ୍ୟ ଖର୍ଚ୍ଚ ଥିଲା, ଗୋଟିଏ ଖର୍ଚ୍ଚ ଥିଲା, ରୋଗୀ ମେଡ଼ିକାଲରେ ପଡ଼ିଛି ମାନେ ତା ଚିକିତ୍ସା ପାଇଁ ଡାକ୍ତର ଔଷଧ ଆମକୁ ଯୋଗାଇବା ହେଉଛି ଆମର କାମ। ଅନ୍ୟ କିଛି ଦ୍ୱିତୀୟ ଖର୍ଚ୍ଚ ଆମର ରାଜନୀତି ଲୋକ ନଥିଲା।